ସ୍ୱାମୀର ହାତରୁ ଚା କପ୍ ଖସି ପଡ଼ିଲା ତ ସ୍ତ୍ରୀ ସ୍ୱାମୀର ହାତ ମୁଡ଼ି ଭାଙ୍ଗିଦେଲା। ମୁଁ ଚା ଷ୍ଟିଲ୍ ଗ୍ଲାସରେ ପିଇବି। କଣ ପାଇଁ? ସବୁଦିନ ତ କପରେ ପିଉଛ। ହଁ, କିନ୍ତୁ ସବୁଦିନ ପେପରରେ ତ ଏମିତି ଖବର ପଢୁନି ନା। କେମିତି ଖବର? ଆରେ ସ୍ୱାମୀ ହାତରୁ ଚା କପ୍ ପଡ଼ି ଭାଙ୍ଗିଗଲା ତ ଡାହାଣୀ ସ୍ତ୍ରୀ ସ୍ୱାମୀର ହାତ ମୋଡ଼ିକି ଭାଙ୍ଗିଦେଲା। ଡାହାଣୀ ସ୍ତ୍ରୀ ହାତ ମୋଡ଼ି ଭାଙ୍ଗିଦେଲା ତ କଣ ଡାହାଣୀ ସ୍ତ୍ରୀ ହେଇଗଲା? ଆରେ ହାତ ମୋଡ଼ି ଭାଙ୍ଗିଛି ତ ତାକୁ ଡାହାଣୀ କହିବିନି ଆଉ କଣ କହିବି? ଫୁଲ ତଳୁ ତଳୁ ଗଛ ଭାଙ୍ଗିନି ଯେ ତାକୁ ମୁଁ ମାଳି କହିବି। ହଉ ଠିକ ଅଛି, ଏବେ ଚା ତ ଧର। ଚା ସହିତ ଆଜି କିଛି ଖାଇବାର ମୋର ମନ ହଉଥିଲା। अच्छा କଣ ଖାଇବ? 5G ଦେବି? 5G? ଚା ସହିତ 5G କେମିତି ଖାଇବି? ସରି, 5G ନୁହଁ, ପାଲିଜି। ଥାଉ ଥାଉ, ମୁଁ ଚା ପିଇ ଦଉଛି। ପେପର ବାଲା ପଇସା ମାଗୁଥିଲା, ଦେଇଦବ? ପେପର ନେବା ହିଁ ବନ୍ଦ କରିଦେବି। ଏ ଖବର କାଗଜ ବାଲା ପୁରୁଷ ମାନଙ୍କୁ ଡରେଇବା ପାଇଁ ହିଁ ଏମିତି ମିଛ ଖବର ସବୁ ବାହାର କରୁଛନ୍ତି। ଏବେ ଆଉ କେଉଁ ଖବର ପଢିଲ? ଆରେ ଗୋଟେ ଝିଅ ନିଜର ବୟଫ୍ରେଣ୍ଡକୁ ନିଜ ନାଁରେ ଟାଟୁ କରିବା ପାଇଁ କହିଲା। ଭୁଲ କଣ ରହିଲା? ଦି ଜଣ ପ୍ରେମ କରୁଥିବେ, ସେଥିପାଇଁ କହିଦେଇଥିବ। ଆରେ ପୁରା ଖବର ତ ଶୁଣିନିଅ। रुको जरा सबर करो। ବୟଫ୍ରେଣ୍ଡ ଟାଟୁ କରିବା ପାଇଁ ମନା କରିଦେଲା। ତାପରେ କଣ ହେଲା? ଆରେ ବୟଫ୍ରେଣ୍ଡ ଟାଟୁ କରିବା ପାଇଁ ମନା କରିଦେଲା ତ ପ୍ରେମିକା ପ୍ରେମିକର ଗଳା ଚିପିଦେଲା। କି ଯୁଗ ହେଲାରେ ନାରଣ, ଟାଟୁ କର ନକଲେ ଗଳା ଚିପି ଦିଅ। ନିଅ ଦେଖ। ଆରେ ମିଛ ଖବର, ପେପର ବାଲା ମିଛ ଖବର ଲେଖି ଦେଇଥିବେ। ଆରେ ଏଠି ଗୋଟେ ଲୋକର ବେକ ମୋଡ଼ି ହେଇଯାଇଛି ଆଉ ତମକୁ ମିଛ ଖବର ଲାଗିଛି। ମୁଁ ବି କାଲି ଗୋଟେ ଖବର ପଢିଛି, ପଢିବା ଭୁଲି ଯାଉଛି। ଦିନ ସାରା ଏତେ ଶୁଣଉଛ, ସେ କୋଉ ଖବରଠୁ କମ୍ କି? ଆରେ ରୁହ, କାଲିର ପେପର ଖୋଜିକି ଦଉଛି। ହଁ ହଁ, ନେଇକି ଆସ, ଟିକେ ତାଜା ଖବର ଆଜି ପଢିଦେବା। ଏଇଠି ତ ରଖିଥିଲି, କୁଆଡେ ଗଲା? ଗଞ୍ଜା ଲଢ଼େଇ କରୁଥିବା ଘରେ ପୋଲିସର ଚଢ଼ଉ। 5 କେଜି ଗଞ୍ଜେଇ ଜବତ। ଗଞ୍ଜା ଲଢ଼େଇ କରୁଥିବା ଲୋକ ଗଞ୍ଜେଇ ଜବତ। ହଁ ହଁ, କାଲି ପେପର ପାଇଲି। शाबाश बेटा। ହଁ ତ କୁହ, କାଲି କଣ ଖବର ପଢିଥିଲ? ସ୍ୱାମୀଙ୍କୁ ଘରୁ ବାହାର କରି ସ୍ତ୍ରୀ ଠେଙ୍ଗାରେ ପିଟିଲା। ଏତେ ଅତ୍ୟାଚାର ପୁରୁଷ ସମାଜ ଉପରେ ଏ କେଉଁଠିକାର ନ୍ୟାୟ ମତେ କହିଲ? ଅନ୍ୟାୟ ନୁହେଁ, ଏଇଟା ନ୍ୟାୟ। ନ୍ୟାୟ ଅନ୍ୟାୟରୁ ମନେ ପଡ଼ିଲା, अच्छा ଅନନ୍ୟା ବହୁତ ସୁନ୍ଦର ନା? ଅନନ୍ୟା କିଏ? ଆରେ ଅନନ୍ୟା ପାଣ୍ଡେ ସୁନ୍ଦର କି ନାଇଁ? बड़ा हरामी हो। ହିରୋଇନ ମାନଙ୍କର ତ ବହୁତ ନାଁ ମନେ ଅଛି ତମର। ମୁଣ୍ଡରେ ଯୋଉ 2 ଝାଡି ଚୁଟି ଅଛି ନା, କୋଉଦିନ ଉପାଡ଼ିକି ସିମ୍ପାପଡ଼ି ବାଲାକୁ ଦେଇଦେବ। ଆରେ ମୋ କଥା ଛାଡ଼, ସ୍ତ୍ରୀ ସ୍ୱାମୀକୁ ଠେଙ୍ଗାରେ ପିଟିବା କେତେ ଦୂର ଠିକ୍? ଠେଙ୍ଗା ଭାଙ୍ଗିବା ପର୍ଯ୍ୟନ୍ତ ଠିକ। ଆରେ ମୋ କହିବା ଅର୍ଥ, ସ୍ତ୍ରୀ ସ୍ୱାମୀକୁ ଠେଙ୍ଗାରେ ପିଟିବା କ'ଣ ଠିକ୍ କଥା କି? କିନ୍ତୁ ଯେତେବେଳେ ସ୍ୱାମୀ ସ୍ତ୍ରୀ ଉପରକୁ ହାତ ଉଠୁଛି, ସେଇଟା କଣ ଠିକ? ମୁଁ କେତେବେଳେ କହିଲି ଠିକ୍? ସେଇଟା ବି ଭୁଲ। କିନ୍ତୁ କାହା ଉପରକୁ ହାତ ଉଠେଇବା 2 ନମ୍ବର ପାପ। ଆଚ୍ଛା, ତ ପ୍ରଥମ ନମ୍ବରରେ କଣ? କାହାକୁ ସକାଳୁ ଜଲ୍ଦି ଉଠେଇବା। ହଁ, ବୁଝିଲ, ଏ ପାପ ନୁହେଁ, ମହାପାପ। ପେପରରେ ସବୁଦିନ ଖବର ଆସୁଛି, ସ୍ୱାମୀ ସ୍ତ୍ରୀକୁ ଏମିତି କଲା, ସେମିତି କଲା, ଏସବୁ କଣ? ହଁ, ମୁଁ ମାନୁଛି, ସେଇଥିପାଇଁ ତ ମୁଁ କହୁଛି, ସ୍ତ୍ରୀ ଉପରେ ଅତ୍ୟାଚାର କରୁଥିବା ଲୋକ ପୁରୁଷ ନୁହେଁ, ପଶୁ ସହିତ ସମାନ। शाबाश। ଆଚ୍ଛା, ତମେ ମୋ ଉପରକୁ କେବେ ହାତ ଉଠେଇ ପାରିବ? ଏ କଥା ତ ସେ କଥା ସହିତ ସମାନ ହେଲା କି ଶ୍ରୀଲଙ୍କା ଆମେରିକା ସହିତ ଯୁଦ୍ଧ କରିବା ପାଇଁ ଚିନ୍ତା କରିବା। ଆରେ ଥଟ୍ଟା ନୁହେଁ, ସତ କଥା କୁହ। ଆରେ ମୁଁ ତମ ଉପରେ କେବେ ହାତ ଉଠେଇ ପାରିବିନି। ହଁ, କଣ ଏତେ ଭଲ ପାଉଛ ମତେ? ଆରେ ମୁଁ ଯଦି ହାତ ଉଠେଇବି ତମେ ମତେ ଆଉ ଜୀବିତ ଛାଡ଼ିବ? ଜୀବିତ ଛାଡ଼ିଦେବି, କିନ୍ତୁ ଅଧମରା କଲା ପରେ। ଦେବି, ମୁଁ ଏମିତିରେ ବି କାହା ଉପରେ ହାତ ଉଠାଏନି। ଆଚ୍ଛା, କାଲିର ଖବର ଅନୁସାରେ କିଏ ଠିକ?
ବିଚାରି ସ୍ତ୍ରୀ କି ଦୁଷ୍ଟ ପତି? ବାବା, ସ୍ୱାମୀକୁ ପିଟିଲା ପରେ ବିଚାରି ସ୍ତ୍ରୀ ଆଉ ବିଚାରା ମାଡ଼ ଖାଇସାରିଲା ପରେ ଦୁଷ୍ଟ ପତି। ହଉ ହଉ, ଏବେ ମୋ ଉତ୍ତର ଦିଅ, କିଏ ଠିକ? ଠିକ ଅଛି, ଆଉ ଥରେ ଖବର ପଢିଲ। ଜଣେ ସ୍ତ୍ରୀ ସ୍ୱାମୀକୁ ଘରୁ ବାହାର କରି ଠେଙ୍ଗାରେ ପିଟିଲା। ଆରେ ଏଥିରେ ସଫା ସଫା ଦିଶୁଛି ସ୍ତ୍ରୀର ଭୁଲ। ଆରେ ଏବେ ପୁରା ଖବର ତ ଶୁଣ। ହଁ ହଁ ପଢ। ପଡୋଶୀର ଘରୁ ବାହାର କରିକି ପିଟିଛି। କିନ୍ତୁ ତମେ ଏମିତି କରିବନି, ଏମିତିରେ ବି ଅନ୍ୟ ଘରୁ ବାହାର କରି ପିଟିବା ବହୁତ ଅପମାନ କଥା। ସେଇଥିପାଇଁ ତ ମୁଁ ପଡୋଶୀ ଘରେ ପଶିକି ପିଟିବି। अरे खतरनाक लोग हैं।